ସାର୍ ଏଇ ବସ୍ତାରେ ବେଦଳ ଭାବେ ଚାଲିଛି ମାଟି କାରବାର ଦିନ ଦିପହର ସାର୍ ଥାନାଠୁ ଟିକେ ଦୂରରେ ରହିକି କାରବାର ଚାଲିଛି। ଆପଣଙ୍କୁ ସାର୍ କିଛି ଲୋକ ଫୋନ କରୁଛନ୍ତି ଆପଣ ମାନେ ରେସ୍ପଣ୍ଡ କରୁନାହାନ୍ତି ଆଉ ଗଣମାଧ୍ୟମକୁ ଅଭିଯୋଗ ପରେ ଗଣମାଧ୍ୟମ ଯେତେବେଳେ ଆପଣମାନଙ୍କୁ ଫୋନ କରୁଛନ୍ତି ସାର୍ ଫୋନ ଉଠୁନାହାନ୍ତି ବିଶେଷ କରି ଛୁଟି ଦିନରେ ମାନେ ବେଶୀ ଟିକେ ମାତିଛନ୍ତି। ଫୋନ ରିସିଭ ନ କରିବା କଥା କଣ କହିଲେ ଆମେ ବେଳେ ବେଳେ ରାତିରେ ବି ଏନଫୋର୍ସମେଣ୍ଟ ଚାଲିଛି ଦିନ ରାତି ଯୋଉଦିନ ଟିକେ ପରିଶ୍ରମ ହେଇଯାଉଛି ଟିକେ ଆମେ ରେଷ୍ଟ ବି ନେବାକୁ ପଡିବ ଆମକୁ ତାପରେ ବି ଡ୍ୟୁଟି ବି କରାହଉଛି ଏନଫୋର୍ସମେଣ୍ଟ ହଉଛି ଗାଡି ବି ତ ମାଟି ଗାଡି ବି ତ ଧରା ହଉଛି କାଲି ବି ମୁଁ ଚେଷ୍ଟା କରିଥିଲି ଗାଡି ଧରିବା ପାଇଁ ଆସିଥିଲି ଷ୍ଟାଫ ନେଇକି ଯାଇଥିଲି ଆଉ ଚାଲିଛି ଏନଫୋର୍ସମେଣ୍ଟ ଆଜ୍ଞା ଅଭିଯୋଗ ଚାଲିଛି। ହଉଛି କି ସାର୍ କିଛି ବେପାରୀଙ୍କ ସହ ଆପଣଙ୍କର ଡିଲ୍ ହେଇଯାଇଛି ବୋଲି ନା ଆପଣ ନା ସେ ସେମାନଙ୍କୁ ସବୁ ଦଉନାହାନ୍ତି ନା ନା ସେ ସବୁ ମାଟି ସମ୍ପୂର୍ଣ୍ଣ ବାଲାକୁ ମିଛ। ଛାଡିକି ଆପଣ ବାଲି ବାଲାକୁ ସାର୍ ଧରୁଛନ୍ତି। ନା ସେମିତି ତ କିଛି ନୁହଁ ମାଟି ବି ଧରା ହଉଛି ବାଲି ବି ଧରା ଆଜି ହଉଛି ବି ଆଜ୍ଞା। ସାର୍ 20ଟା ଟ୍ରାକ୍ଟର ଏବେ ସାର୍ ଏଇ ଗାନ୍ଧୀ ଛକ ପାଖରେ ସାର୍ ଚାଲିଥିଲା ଆପଣ ସେଠି ଗଲେନି କିନ୍ତୁ ବାଲି ଯୋଉଠି କାରବାର ଚାଲିଥିଲା ସେଠି ନା ସେମିତି ମୋ ପାଖରେ ଖବର ନଥିଲା ଆପଣ ଯେହେତୁ କହୁଛନ୍ତି ମୁଁ ଦେଖିଦେବି ଏବେ ଯିବି ଷ୍ଟାଫ୍ କିନ୍ତୁ ସାର୍ ନେଇକି ମୁଁ ଫୋନ କହିବି। ଆଜି ସାର୍ କରିଥିଲେ ଆପଣଙ୍କୁ ମତେ ଫୋନ କରିଥିଲେ ହଁ ନା ତ କିନ୍ତୁ ସାର୍ ଆପଣ କି ଫୋନ ରିସିଭ୍ କଲେ ନାହିଁ 2-3 ଥର ସେ ଫୋନ କରିଥିଲେ ନା ମତେ ଫୋନ କଲେ ସାମ୍ବାଦିକ ତ ମୁଁ ଅଜିତ କୁମାର ରିସିଭ ସାହୁ କରେ ଆଜ୍ଞା ମୁଁ ଫୋନ ରିସିଭ କରେ। କଣ ମୁଁ କହିଲେ କଣ ଜଳେଶ୍ଵର କହିଲେ ସାର୍ ଭୋଗରାଇ ଏଇଠି ଚାର୍ଜରେ ଅଛି ଯେହେତୁ ବସ୍ତା ସାର୍ ଏବେ ନାହାନ୍ତି ମୁଁ ସେଇଥିପାଇଁ ଆସିଛି ଏପଟେ କିନ୍ତୁ ମୁଁ ଫୋନ ତ ରିସିଭ୍ କରେ କଥା ହୁଏ ନହେଲେ ଯେତେବେଳେ ରିସିଭ୍ ନ କରିପାରେ କଲ୍ ବ୍ୟାକ୍ କରେ ଆଜ୍ଞା। ସାର୍ ଏଇ ଯୋଉ ସକ୍ରିୟ ହେଇଛନ୍ତି ମାଟି ମାଫିଆ ତାଙ୍କୁ ଆମେ ଦେଖନ୍ତୁ ଦିଟା ତହସିଲ ଆମକୁ ଦିଆହେଇଛି ଆମେ ସବୁ ଦେଖିବାକୁ ପଡୁଛି ଆମେ ଗୋଟେ ଜାଗାରେ କନଷ୍ଟାଣ୍ଟ ଆମେ ବି ତ ରହିପାରିବୁନି ସବୁଆଡେ ଯାଇକି ଆମକୁ ଏନଫୋର୍ସମେଣ୍ଟ କରିବାକୁ ହଉଛି ସବୁଆଡେ କମ୍ପ୍ଲେନ ଆସୁଛି ସବୁଆଡେ ଆମକୁ ଦେଖୁଛୁ ଚାଲିଛି ଏନଫୋର୍ସମେଣ୍ଟ ଆମକୁ ଯେତିକି ସମ୍ଭବ ଆମେ କରୁଛୁ ଆଜ୍ଞା ଆଜି କରୁଛୁ। ସାର୍ କୋଉଠି କଣ ଯୋଗ ଥିଲା ସାର୍? ଆଜି ବାଲି ଗାଡି ଗୋଟେ ହାଇବା ଗୋଟେ ଖବର ମିଳିଲା କି ସେ ଚୋରା ଖାଦାନରୁ ଲୋଡ ହେଇକି ଆସୁଛି ବୋଲି କୋଉ ତାକୁ ଜାଗାରୁ ଏକତାଳି ପାଖରୁ ଏକତାଳି ଚୋରା ଖାଦାନରୁ ଲୋଡ ହେଇକି ଆସୁଛି ବୋଲି ଖବର ମିଳିଲା ତାକୁ ଖବର ପାଇକି ଆମେ ଫଲୋ କରିଥିଲୁ ଫଲୋ କଲେ ସନ୍ତୋଷପୁରା ପାଖରେ ତାକୁ ଧରିଥିଲୁ। ଗୋଟେ ଡମ୍ପର ଆଜ୍ଞା ସାର୍ ଆଜ୍ଞା ଆଜ୍ଞା। ବହୁତ ସମୟ ଦେଖିଲି ଗତ 2-3 ଥରରେ ଆପଣଙ୍କର ଜେସିବି ଆଉ ଗୋଟେ ପୋକଲିଂ ଆଉ 2ଟା ଟ୍ରାକ୍ଟର ଜବତ ହେଇଥିଲା କିନ୍ତୁ ଜବତ ପରେ ଥାନାକୁ ଜେସିବି ଆସିଲା ପୋକଲିଂ ଆସିଲା ଟ୍ରାକ୍ଟର 2ଟା ହେଲା କିନ୍ତୁ ଜେସିବି ସାର୍ ଆସିଲାନି ଟାୟାର ଜେସିବି ଟା ସାର୍ କିଏ ଆସିଲାନି ଧରିଥିଲେ ମୁଁ ତ ମାଇନିଂ ବାଲା ଧରିଥିଲେ ସାର୍। ମୋ ପାଖରେ ମୁଁ ଧରି ନଥିଲି ମୋ ପାଖରେ ଦିଟା ତ ଖବର ଜେସିବି ନାହିଁ ଥିଲା ସାର୍ ଆଜ୍ଞା। ଟାୟାର ଜେସିବି ଚେନ୍ ଜେସିବି କିନ୍ତୁ ଚେନ୍ ଟା ଅଛି ସାର୍ ଟାୟାର ଟା କିନ୍ତୁ ଥାନାକୁ ପହଞ୍ଚିଲାନି ସିଆଡେ ମୋ କଣ ପାଖରେ ଆଜ୍ଞା ଖବର ନାହିଁ ସେ ବାବଦରେ ଲିକ୍ ହେଇକି ମୁଁ ରହିଯାଇଛି ବୋଲି ଲୋକ ଧରିଥିଲେ ମୁଁ କହୁଥିଲେ। ଖବର ଦେଇ ଦେଇଥାନ୍ତି ଆପଣଙ୍କୁ ଦେଇ ଦେଇଥାନ୍ତି ମୁଁ ଜାଣିବି ସାର୍ ଥ୍ୟାଙ୍କ ୟୁ।